କହିଲେ କହିବ କହୁଛି ସତ କଥାଟା। ଆପଣମାନେ ଯଦି କେବେ ପାଞ୍ଜି ଖେଳେଇଥିବେ, ସେଥିରେ ରାହୁ ଚଳନ ଆଉ କେତୁ ଚଳନ ପଡ଼ିଥିବେ। ରାହୁଙ୍କର ରୂପ ଗୋଟିଏ ମୁଣ୍ଡ, କେତୁଙ୍କର ଗୋଟେ ସାପ ମୂର୍ତ୍ତି, ଯାହାର ଦୁଇଟା ପାଦ ଅଛି, ମୁଣ୍ଡ ବି ଅଛି, ଲାଞ୍ଜ ଅଛି, ମାନେ ଚଳନ ଶକ୍ତି ଅଛି। ସେଇ କେତୁ ମଣିଷ ଜୀବନରେ କିଭଳି ସୁଖ ବା ଦୁଃଖ ଆଣିଦିଅନ୍ତି, ସେ ବିଷୟରେ ତ ଆପଣ ଅଙ୍ଗେ ନିଭେଇଥିବେ। ଏବେ ଯେଉଁ କେତୁ ଚଳନ ହେବ, ତାକୁ ସାମାନ୍ୟ ଭାବିବେନି। ସମସ୍ତଙ୍କର ଚିନ୍ତାଧାରା ମନ୍ଦ ଗ୍ରହ ଶନି ଓ ରାହୁ ଯଦି ଅଶୁଭରେ ଅଛନ୍ତି ଆଉ ଇଏ ଚଳନରେ ଅଶୁଭ ଗତି ହେଲା, ତେବେ ସାଂଘାତିକ। ନାଇଁ 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 ବନ୍ଧୁ, ତା ନୁହଁ। ଛୋଟିଆ ଛୁଞ୍ଚି ତା କାମ କରିବ, ବଡ଼ ମୋଟା ଶାବଳ ତା କାମ କରିବ। ତେଣୁ ଆମେ କେତୁ ଚଳନ ଉପରେ ଆସନ୍ତୁ ଟିକେ ଅଧ୍ୟୟନ କରିବା। ପ୍ରାୟତଃ ଶତକଡ଼ା 90ରୁ ଅଧିକ ଲୋକଙ୍କ ନଜରରେ ପାପଗ୍ରହ ଶନି ଓ ରାହୁ ଭାରି କ୍ଷତିକାରକ। ଶୁଭଗ୍ରହ ବୃହସ୍ପତି ଭାରି ଲାଭଦାୟକ। ମାନେ ଗ୍ରହତ୍ରୟ, ଏଇ ଗ୍ରହ ଶନି ରାହୁ ଆଉ ବୃହସ୍ପତି ପ୍ରସନ୍ନ ହେଲେ ରାଜସୁଖ ଦେଇଥାନ୍ତି ଏବଂ ବିଷନ୍ନ ହେଲେ ରଙ୍କ ଦୁଃଖ ଦେଇଥାନ୍ତି। ରାଜାଙ୍କ ବିପରୀତ କ'ଣ? ରଙ୍କ। ଯେ ମାଗି ବୋଲେ ଦେହି ଦେହି ଦିଅ ଦିଅ, ରଙ୍କ। ବ୍ୟାକୁଳିତ ସେ। ଅନ୍ୟ 6ଟି ଗ୍ରହ ଖାଇ ଭାଗ, କିଛି କାମରେ ଲାଗନ୍ତିନି। ନାଇଁ ବନ୍ଧୁ, ଏଭଳି ଚିନ୍ତାଧାରା ସମ୍ପୂର୍ଣ୍ଣ ଭୁଲ। ମନୁଷ୍ୟମାନଙ୍କ ଜୀବନରେ ଏମାନଙ୍କର ଭୂମିକା କିଛି ନାହିଁ, ଏମିତି ଭାବନ୍ତୁନି। ଯେଉଁମାନେ ଏହିଭଳି ଭ୍ରାନ୍ତ ଧାରଣା ଭିତରେ ଅଛନ୍ତି, ସେମାନଙ୍କୁ ଏଇ 6ଟି ଗ୍ରହ ହିଁ ସାହାଯ୍ୟ ସହଯୋଗ କରିଛନ୍ତି ବହୁ ଥର, ବହୁ ସମୟରେ। ଏବେ ବି ଏହା ଦୃଢ଼ ସତ୍ୟ। ପ୍ରତିଟି ଗ୍ରହଙ୍କର କାର୍ଯ୍ୟ ଓ ଚିନ୍ତା ସ୍ୱତନ୍ତ୍ର। ଯଥା ପାଦ ଉପରେ ଖଣ୍ଡେ ଇଟା ପଡ଼ିଲେ ଯେତିକି ଯନ୍ତ୍ରଣା ହୁଏ, ପାଦ ତଳେ ଏକ ଛୋଟିଆ ମୁନିଆ କଣ୍ଟା ଫୁଟିଗଲେ ତାଠୁ ଅଧିକ କଷ୍ଟ ହୁଏ। ଏଟା ଆପଣଙ୍କ ଜୀବନରେ କ'ଣ ହେଇନି ନା ଜାଣିନାହାନ୍ତି? ତେବେ ରାହୁ ଭଳି କେତୁ ମଧ୍ୟ ଭୟଙ୍କର ଆଉ ପ୍ରସନ୍ନ, ଶୁଭଦ ବି। ଏଥିପାଇଁ କୁହାଯାଏ, କାହାକୁ ନମଣିବ ସାନ, ଗୁଣେ ସମସ୍ତେ ବଳିୟାନ। ଗ୍ରହ କେତୁ ଜନ୍ମ ଜାତକରେ ଯଦି ରବି, ମଙ୍ଗଳ, ଗୁରୁ ଓ ଚନ୍ଦ୍ରଙ୍କ ସହ ଥାନ୍ତି ବା ଏମାନଙ୍କ ଦୃଷ୍ଟିରେ ଥାନ୍ତି, ଅଥବା ମେଷ, ବିଛା, କର୍କଟ, ସିଂହ, ଧନୁ ବା ମୀନରେ ଥାନ୍ତି ଏବଂ ଏହି ଗ୍ରହଗୁଡ଼ିକ ତୃତୀୟ, ଷଷ୍ଠ, ଏକାଦଶ ବା ଦଶମ ହୋଇଥାଏ, ତେବେ କେତୁ ଜାତକ ପାଇଁ ଶୁଭ। ଆପଣ ଦେଖନ୍ତୁ ନା, ଆପଣଙ୍କ ଜାତକରେ କେତୁ କେଉଁଠି ଅଛନ୍ତି, ତାଙ୍କ ଦଶା ଓ ଅନ୍ତର୍ଦଶାରେ ଅବଶ୍ୟ ଶୁଭ ଫଳ ମିଳିବ। ସେହିପରି ଯଦି ସେ ମାନେ କେତୁ ଶନି, ଶୁକ୍ର, ବୁଧଙ୍କ ସହ ଥାନ୍ତି କିମ୍ବା ମକର, କୁମ୍ଭ, ବୃଷ, ତୁଳା, ମିଥୁନ ବା କନ୍ୟାରେ ଥାନ୍ତି, କିମ୍ବା କେତୁଙ୍କୁ ଶନି, ଶୁକ୍ର ବା ବୁଧ ଦେଖୁଥାନ୍ତି, ବା କେତୁ ସପ୍ତମ, ଅଷ୍ଟମ, ନବମ, ଲଗ୍ନ, ଦ୍ୱିତୀୟ, ଚତୁର୍ଥ ବା ଦ୍ୱାଦଶରେ ଥାନ୍ତି, ତେବେ କେତୁ କର୍ତ୍ତୃକ ଶୁଭ ଫଳ ଜାତକ ପାଇପାରେ ନା। ତେଣୁ ସ୍ଥାନ ବଳମ୍ ଭୟଙ୍କରଂ।
କେତୁ ଚଳନ ସମୟ ଆସିଗଲା। ସେ ଏବେ ଅଛନ୍ତି କନ୍ୟାରେ, ବକ୍ର ଗତିରେ ତମ ଗ୍ରହ ନା, ତେଣୁ ବକ୍ର ଗତିରେ ଯିବେ ସିଂହକୁ। ସେ 11/5/25 ତାରିଖର ରାତି 10:44 ଉତ୍ତର ଫାଲ୍ଗୁନୀ ସିଂହକୁ ଯିବେ। ଉପରୋକ୍ତ ମତେ ଜାତକରେ ଯଦି କେତୁଙ୍କର ସ୍ଥିତି ଠିକ୍ ଠାକ୍ ଅଛି, ତେବେ ତୁଳା, ବିଛା, ମୀନ, ମିଥୁନ ରାଶିର ଲୋକେ ଅବଶ୍ୟ ପ୍ରଚୁର ଶୁଭ ଫଳ ପାଇବେ। ପୁଣି ଚଳନ ସମୟ ଶୁଭ ଥିବାରୁ ମେଷ, ବୃଷ, ସିଂହ, କନ୍ୟା, ଧନୁ, ମକର ଓ କୁମ୍ଭ ରାଶିମାନଙ୍କର ଶୁଭ ହେବ। ଏବେ ଆମେ ଆଲୋଚନା କରିବା କେତୁ ଚଳନରେ ମିଥୁନର କେତେ ଭଲ ଫଳ ଓ କର୍କଟର କେତେ ଭଲ ଫଳ ହେବ। ଯଦି ମିଥୁନ ରାଶି ଓ ମୃଗଶିରା ନକ୍ଷତ୍ର ମାନେ 5/3, ତେବେ ଫଳ ବହୁତ ବଢ଼ିଆ, ସୁଖ ବର୍ଷା ହେବ। ସୁଖ ବର୍ଷା ହେବାର ସମୟ ଆସିଗଲା। କିଏ କେଉଁଥିରେ ଖୁସି ହୁଏ ସେ କଥା ସେ ଜାଣେ। ଯିଏ ଯେଉଁଥିରେ ଖୁସି ହୁଏ କେତୁ ତାଙ୍କୁ ସେଇଭଳି ବର ପ୍ରଦାନ କରିବେ। ଯଦି ମୃଗଶିରା ନକ୍ଷତ୍ର, ମିଥୁନ ରାଶି, ଜୀବନ ସାଥୀ ପାଇଲେ କିଏ ଖୁସି ହୁଏ, ଚାକିରି ପାଇଲେ କିଏ ଖୁସି ହୁଏ, ସନ୍ତାନ ଲାଭ କଲେ ବା ଭଲ ଅମଳ ହେଲେ କିଏ ଖୁସି ହୁଏ। ଏହିପରି ଖୁସି ହେବାର ସମୟ କେତୁ ଆଣିଦେବେ। ପୁତ୍ର କନ୍ୟାଙ୍କ ପାଇଁ ଯୋଗ୍ୟ ପାତ୍ର ମିଳିଯାଇପାରେ। ଯିଏ ଯାହା ପାଇଲେ ଖୁସି ହେବେ। କେତୁ ମହାଶୟ ସେମାନଙ୍କୁ ସେଇ ଫଳ ଦେବେ। ଏବେ ଦେଖିବା, ଯଦି ମିଥୁନ ରାଶି, ଆର୍ଦ୍ରା ନକ୍ଷତ୍ର ମାନେ 6/3, ଏ ଫଳ ମନି ମନି ମନି, ବ୍ରାଇଟର ଦେନ୍ ସନସାଇନ୍, ସୁଇଟର ଦେନ୍ ହନି, ପ୍ରବଳ ଅର୍ଥ ଲାଭ ହେବ, ବଢ଼ିଆ ଆୟ ହେବ। ଚାଷରୁ ବାସରୁ, ବାସ ମାନେ ଘରୁ ଭଡ଼ାରୁ, ଚାଷରୁ ବାସରୁ, ଚାକିରିରୁ, ବ୍ୟବସାୟରୁ, ଭିନ୍ନ ଭିନ୍ନ ବୃତ୍ତିରୁ ବହୁ ଆୟ ହେବ। ସମସ୍ତ ପ୍ରକାର ଖର୍ଚ୍ଚ କାଟ ହେଇ ବହୁ ଧନ ସଞ୍ଚୟ କରିବେ। ସଞ୍ଚୟ ପରେ ଯଦି ବଳେ ତେବେ ଖର୍ଚ୍ଚ କରିବାକୁ ମନ ହେବ ଏବଂ ଖର୍ଚ୍ଚ ଟିକେ କମ୍ କରିବେ, ସଞ୍ଚୟ ବେଶୀ କରିବେ। କାରଣ ଆପଣ ବୁଦ୍ଧିମାନ, କାଲି ପାଇଁ ଚିନ୍ତା କରୁଛନ୍ତି ନା। ଆଉ ଯିଏ ସଞ୍ଚୟ କରେ ସେ ବୁଦ୍ଧିମାନ। ଆସନ୍ତାକାଲି କ'ଣ ହେବ କିଏ ଜାଣିଛି? ତେଣୁ ସଞ୍ଚୟ କରନ୍ତୁ ନା। ଯଦି ମିଥୁନ ରାଶି ଓ ପୁନର୍ବସୁ ନକ୍ଷତ୍ର ମାନେ 7/3, ତେବେ ଉଚ୍ଚ କୋଟିର ସୁଖ ଓ ସମ୍ମାନ ମିଳିବ। ମାତୃ ସୁଖ ମିଳିବ। ମାତା ଆଦି ରୋଗଗ୍ରସ୍ତ ଥିବେ, ସେ ଆରୋଗ୍ୟ ହେଇଯିବେ। ପୁରଭଳି ସ୍ନେହ ଆଦର କରିବେ, ହସିବେ, ଖୁସି ହେବେ। ନୂତନ ବନ୍ଧୁ ମିଳିପାରନ୍ତି। କୌଣସି ବନ୍ଧୁଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇ ଖୁସି ହେବେ। ବନ୍ଧୁଙ୍କ ସହ ମନୋମାଳିନ୍ୟ ତୁଟିଯିବ। ପୁରାତନ ମିତ୍ରଙ୍କ ସହ ସଂଳାପ ହେବ। ଭାଇ ଭାଇ, ଭାଇ ଭଉଣୀମାନଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପିତ ହେବ। ଯଦି ଆବିଳତା ନ ଆସିଛି ତ ଭଲ, ଯଦି ଆସିଛି ତାହେଲେ ଭଲ। ହଁ, ବନ୍ଧୁ ମିଳନ ହେବ। ପ୍ରଥମ ବନ୍ଧୁ କିଏ? ଭାଇ। ଏକ ପ୍ରସୂୟତେ ମାତା, ଦ୍ୱିତୀୟ ବାକ୍ ପ୍ରସୂୟତେ। ଗୋଟିଏ ବନ୍ଧୁ ମା ଜନ୍ମ କରେ ମାନେ ଭାଇ, ଆଉ ଗୋଟିଏ ବାଗ୍ଦେବୀ ମାନେ କଥାରେ କଥାରେ ବନ୍ଧୁ ହେଇଯାଆନ୍ତି। ତେଣୁ ଆଉ ଗୋଟିଏ ବନ୍ଧୁ ସୃଷ୍ଟି କରନ୍ତି କିଏ? ନା ବାଗ୍ଦେବୀ। ଉଭୟ କ୍ଷେତ୍ରରେ ମଙ୍ଗଳ ହେବ। ଆସନ୍ତୁ ଯିବା କର୍କଟ ପାଖକୁ ଯିବା। ଯଦି ରାଶି କର୍କଟ, ନକ୍ଷତ୍ର ପୁନର୍ବସୁ, ତେବେ କଥାଟା ଆଦୌ ଭଲ ନୁହେଁ। ସମ୍ମାନ ହାନି ପରି ଘଟଣା ଘଟିପାରେ। ସଜ ଗୋବରରେ ମାଛି ବସିଲା ଭଳି ବୃଥା ନିନ୍ଦା ଶୁଣିପାରନ୍ତି। ଚରିତ୍ରରେ ଦାଗ ଲାଗିଯାଇପାରେ। ସାମାନ୍ୟ ଲୋକ କଟୁକ୍ତି କହି ଦୁଃଖ ଦେବେ। ଜୀବନ ସାଥୀ ବି ଶତ୍ରୁ ପରି ବ୍ୟବହାର କରିବେ। କ୍ରମଶଃ ପୁତ୍ର, ଭାଇ ପରି ପ୍ରିୟଜନ ଅପ୍ରିୟ ହୋଇଯିବେ। ମିଥୁନ
ମାନେ ପୁନର୍ବସୁ କର୍କଟ ପାଇଁ ଟିକେ ଭଲ କଥା ନୁହଁ। ଇଏ ଫଳ ଦେବେ କିଏ ନା କେତୁ। ଯଦି କର୍କଟ ରାଶି ପୁଷ୍ୟା ନକ୍ଷତ୍ର 8/4, ତେବେ ବହୁତ ଭଲ ସମୟ ଆସୁଛି। ଧନ ଲକ୍ଷ୍ମୀଙ୍କ କରୁଣା ବାରିରେ ସ୍ନାନ କରିବେ। ଅଭାବ ନୌକା ବୁଡ଼ିଯିବ। ରୋଗ ବ୍ୟାଧି ଦୂର ହେବ। ଧାର କରଜ ସୁଝି ହେଇଯିବ। ଶତ୍ରୁ ଆଉ ଭଗାରି ହେବନି। ସେ କ୍ରମଶଃ କଲ୍ୟାଣ କରିବ, ଜୟ ହେବ। ଆଉ ଅଶୁଭ ସଂକେତ ଦୂରେଇ ଯିବ। ଶାନ୍ତି ପୁଷ୍ପ ବୃଷ୍ଟି ହେବ। ସବୁ ଦିଗରୁ ଲାଭ ହେବ। ମନସ୍କାମନା ପୂର୍ଣ୍ଣ ହେବ। ଯାହାର ଯାହା ଦରକାର ତାକୁ ତାହା ହିଁ ମିଳିବ। ଯଥା ଧନ, ବୃତ୍ତି, ଗୋ, ଭୂମି, ବନ୍ଧୁ, ସନ୍ତାନ ପ୍ରଭୃତି। ପୁଷ୍ୟା କର୍କଟକୁ କେତୁ ଏହି କଲ୍ୟାଣ କରି ସନ୍ତୁଷ୍ଟ କରିବେ। ଯଦି କର୍କଟ ରାଶି ଅଶ୍ଳେଷା ନକ୍ଷତ୍ର ମାନେ 9/4, ସମୟ ଆଦୌ ଭଲ ନୁହେଁ ବୋଲି ଜାଣନ୍ତୁ। କର୍କଟର 7 ପୁନର୍ବସୁ, କର୍କଟର 9 ଅଶ୍ଳେଷା ପାଇଁ ଭଲ ନୁହଁ କେତୁ ଚଳନଟା। ଅକସ୍ମାତ୍ ହାତରୁ ଧନ ସରିଯିବ। ଚୋରି ଡକାୟତ ହୋଇଯାଇପାରେ। ବାଟରେ ହଜିଯାଇପାରେ। ଡକାୟତ ହୋଇଯାଇପାରେ। ରୋଗରେ, ବ୍ୟାଧିରେ, ଔଷଧ ଖର୍ଚ୍ଚରେ, କୋର୍ଟ କଚେରୀରେ ବା ବନ୍ଧୁମାନେ ନେଇକରି ଦେବେନି। କେମିତି ହାତରୁ ପଇସା ସରିଯିବ। ଅଥବା ଚାଷରେ ବହୁ ବ୍ୟୟ କରିବେ। ପ୍ରାକୃତିକ ବିପର୍ଯ୍ୟୟ ହେବ। ଘରକୁ ଭଲ ଆୟ ଆସିପାରିବ ନାହିଁ। ତେଣୁ ମୋଟାମୋଟି ଭାବରେ ଅର୍ଥ ନାଶ ଯୋଗ ଅଛି, ହଇରାଣ ଯୋଗ। ମୁଁ କ'ଣ କରିବି? ଆପଣ ଟିକେ ଏଇ ସମୟରେ ଗଣପତିକୁ ପୂଜା କରନ୍ତୁ ନା। ଦୁବ ଅରଚାଉଳ ଦେଇକରି ମନ୍ତ୍ର ପଢ଼ନ୍ତୁ। ଓಂ ଗଂ ଗଣପତେ ନମଃ। ମନେକରି 20ଟି ଦୁବ ଆଉ 20ଟି ଅରୁଆ ଚାଉଳକୁ 10 ଥର ଦେବେ। ମନ୍ତ୍ର ପଢ଼ିବେ ଓಂ ଗଂ ଗଣପତେ ନମଃ। ଯେଉଁମାନଙ୍କ ଅଶୁଭ କଥା କହିଲି, ଯଦି ଜାତକରେ ଗ୍ରହମାନଙ୍କ କେତୁ ଭଲ ଜାଗାରେ ଥିବେ ଅଶୁଭ ଫଳ କମ୍ ମିଳିବ। ଯଦି ମନ୍ଦ ଜାଗାରେ ଥିବେ ଅଶୁଭ ଅଧିକ ମିଳିବ। ଶୁଭ ଯାହା କହିଲି, କେତୁ ଯଦି ଭଲ ଜାଗାରେ ଥିବେ ଶତକଡ଼ା 116 ପାଇବେ। ଯଦି ମନ୍ଦ ଜାଗାରେ ଥିବେ ତାହେଲେ ସେ ଶୁଭ ଫଳ ଟିକେ କମିଯିବ। ଆଉ ରହିଲି ବନ୍ଧୁ, ନମସ୍କାର।